ସିଏ କିଏ ଥିଲା ଯିଏ ମୋ ଜାଲରୁ ମାଛ ଖାଉଥିଲା? ଭୟ ଭୟ ଏମିତି ଗୋଟେ ଶବ୍ଦ, ଏଇ ଶବ୍ଦକୁ ଯିଏ ବି ଶୁଣେ ସିଏ ଟିକେ ଡରି ଯାଇଥାଏ। କିନ୍ତୁ ଏମିତି ଗୋଟେ ଲୋକ ଥିଲେ ଯାହାର ନାଁ ପୁନିଆ ମଉସା। ସିଏ କେବେ ତାଙ୍କ ଜୀବନ କାଳ ଭିତରେ ସେ କେବେ ହେଲେ ଡରି ନଥିଲେ। ଆଉ ସିଏ କେବେ ବି ଭୂତ ପ୍ରେତମାନଙ୍କୁ ବିଶ୍ୱାସ ହିଁ କରନ୍ତି ନାହିଁ। ହେଲେ ଏମିତି ଗୋଟେ କାଳ ରାତି ଆସିଲା। ସେଦିନ ରାତିରେ ପୁନିଆ ମଉସା ତାଙ୍କ ଆଖିରେ ଯାହା ସିଏ ଦେଖିଲେ ନା, ସେଦିନ ପରଠାରୁ ତାଙ୍କ ଆଖିର ନିଦ ଯେମିତି ହଜିଯାଇଛି। ନମସ୍କାର, ଆଉ ଏକ ନୂଆ କାହାଣୀକୁ ଆପଣମାନଙ୍କୁ ସ୍ୱାଗତ। ଦର୍ଶକ ବନ୍ଧୁ, ଆପଣମାନେ ଦେଖୁଛନ୍ତି ରିଏଲ୍ ଭୂତ କାହାଣୀ। ଯଦି ଆପଣମାନଙ୍କୁ ମୋର ଏହି ଚ୍ୟାନେଲରେ ସବୁ ଷ୍ଟୋରି ଭଲ ଲାଗୁଥାଏ, ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଆଉ ପୂର୍ବରୁ ଅପଲୋଡ଼ ଥିବା ଭିଡ଼ିଓକୁ ଯେଉଁ ଭାଇ ଓ ଭଉଣୀମାନେ ଲାଇକ୍ କରିଛନ୍ତି ଆଉ ଭିଡ଼ିଓକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖିଛନ୍ତି, ସେମାନଙ୍କୁ ମୋ ହୃଦୟରୁ ବହୁତ ବହୁତ ଧନ୍ୟବାଦ। ଆଉ ଯେଉଁମାନେ ଭିଡ଼ିଓ ଦେଖିସାରିଲା ପରେ କମେଣ୍ଟ କରିଛନ୍ତି, ସେମାନେ ହେଲେ ଚିନ୍ମୟ ନାୟକ, ଆଦିତ୍ୟ ପ୍ରସାଦ ଜେନା, ଶିବାନୀ ନାୟକ ଆଉ ଶରଧା ଦାସ। ଏମାନେ ସମସ୍ତଙ୍କୁ ମୋ ହୃଦୟରୁ ବହୁତ ବହୁତ ଧନ୍ୟବାଦ। ତାହେଲେ ଚାଲନ୍ତୁ ଆଉ ଡେରି ନ କରି ଆଜିର ଏପିସୋଡ଼ଟି ଆରମ୍ଭ କରିବା। ନମସ୍କାର, ମୋ ନାଁ ପୁନିଆ ମଉସା। ମୁଁ କେବେ ହେଲେ କେଉଁ ଭୂତ ପ୍ରେତଙ୍କୁ ସହଜରେ ବିଶ୍ୱାସ କରେ ନାହିଁ। କିନ୍ତୁ ସେଦିନ ରାତିରେ ମୁଁ ଯାହା ଦେଖିଲି ନା, ସେଇ ଘଟଣା ଏବେ ବି ମୋ ଛାତି ଭିତରେ ଘର କରି ରହିଯାଇଛି। ଆମ ଘରେ ମୁଁ ଆଉ ମୋ ସ୍ତ୍ରୀ ଛଡ଼ା ଆଉ କେହି ନାହାନ୍ତି। ଆମେ ସ୍ୱାମୀ ସ୍ତ୍ରୀ ଦୁଇଜଣ ଗୋଟେ ଗାଈ ରଖିଥାଉ। ଆଉ ସକାଳ ପାଇଲା ମାତ୍ରେ ମୁଁ ସେଇ ଗାଈକୁ ନେଇ ଘାସ ପଡ଼ିଆରେ ବାନ୍ଧି ଦେଇ ଆସେ। ଦିନସାରା ଗାଈ ସେ ଘାସ ପଡ଼ିଆରେ ଘାସ ଚରୁଥାଏ। କିନ୍ତୁ ରାତି ହେବା ପୂର୍ବରୁ ମୁଁ ଆମ ଗାଈକୁ ଆମ ଘରକୁ ନେଇ ଆସେ। କିନ୍ତୁ ଆପଣମାନଙ୍କୁ ମୁଁ ଏଇଠି ଗୋଟେ କଥା କହିବାକୁ ଚାହୁଁଛି। ଆପଣମାନେ ଧ୍ୟାନର ସହିତ ଶୁଣନ୍ତୁ। ଆମ ଗାଁରେ ଗୋଟେ ଏମିତି ଜାଗା ଅଛି, ଯେଉଁ ଜାଗାକୁ ଦିନ ବେଳେ ବି ଲୋକମାନେ ଯିବାକୁ ଡରନ୍ତି। ଆଉ ସେ ଜାଗାରେ ଗୋଟେ ଗାଡ଼ିଆଟିଏ ଥାଏ। କହିବାକୁ ଗଲେ ଗୋଟେ ଛୋଟିଆ ପୋଖରୀଟିଏ। ଆଉ ସେଇ ପୋଖରୀକୁ ଆମେ ଆମ ଗାଉଁଲି ଭାଷାରେ କହୁ ଗାଡ଼ିଆ ପୋଖରୀ। ଆଉ ଆମ ଗାଁ ଲୋକ କେହି ବି ସେ ପୋଖରୀରେ ଗାଧେଇବା ତ ଦୂରର କଥା, କେହି ବି ସେ ପୋଖରୀ ବନ୍ଧ ଉପରକୁ ଭୟରେ ଯାଆନ୍ତି ନାହିଁ। କାହିଁକି ନା ସେଇ ପୋଖରୀରେ ଗୋଟେ ଅସାଧ୍ୟ ଆତ୍ମା ବହୁ ଦିନ ଧରି ସେଇ ପୋଖରୀରେ ବାସ କରୁଛି। ଏମିତିକି ସେଇ ପୋଖରୀ କୂଳକୁ କୌଣସି ଗୋରୁ ଗାଈ ମଧ୍ୟ ପାଣି ପିଇବା ପାଇଁ ଯାଆନ୍ତି ନାହିଁ। ଆଉ ଯଦି ବି କେହି ଲୋକ ଭୁଲ ବଶତ ସେ ଜାଗାକୁ ଚାଲି ଯାଇଥିବେ, ତାହେଲେ ସେ ଲୋକ ତ ମିଳିବ, କିନ୍ତୁ ତାର କେବଳ ଅଧା ଶରୀର ହିଁ ମିଳିବ। ଆଉ ଅଧା ଶରୀର କେହି ତ ଜଣେ ଖିନଭିନ କରିକି ଖାଇ ଦେଇଥିବ। କହିବାକୁ ଗଲେ ସେ ଲୋକ ସେଇ ପୋଖରୀ ପାଖରୁ ହିଁ ମିଳିବ, ହେଲେ ତାର ଅଧା ଶବ ମିଳିବ। ସେଥିପାଇଁ ଆମ ଗାଁର ଲୋକେ ସେ ପୋଖରୀ ପାଖକୁ କେହି ବି ଯାଆନ୍ତି ନାହିଁ। ତ ସାଙ୍ଗମାନେ, ଆପଣମାନେ ଏଇ ଷ୍ଟୋରିକୁ ଲାଷ୍ଟ ପର୍ଯ୍ୟନ୍ତ ଶୁଣନ୍ତୁ। କାହିଁକି ନା ଆପଣମାନେ ଜାଣିପାରିବେ ସେ ପୋଖରୀରେ କିଏ ଥିଲା।
ଆଉ ସିଏ କିଏ ଏତେ ଭୟଙ୍କର ଭାବରେ ଲୋକମାନଙ୍କୁ କାହିଁକି ମାରୁଥିଲା। ତ ସେଥିପାଇଁ ପ୍ଲିଜ୍ ଆପଣମାନେ ଏ ଷ୍ଟୋରିକୁ ଲାଷ୍ଟ ପର୍ଯ୍ୟନ୍ତ ଶୁଣନ୍ତୁ। ଏମିତି ଗୋଟେ ଦିନ ମୁଁ ମୋ ଗାଈକୁ ସେଇ ପୋଖରୀ କୂଳ ପାଖରେ ଥିବା ଗୋଟେ ଘାସ ପଡ଼ିଆକୁ ମୋ ଗାଈକୁ ଚରେଇବାକୁ ନେଇଥାଏ। କିନ୍ତୁ ମୁଁ ସେଇ ଗାଈକୁ ସେଇଠାରେ ଚରଉ ଚରଉ ସେତେବେଳକୁ ଟାଇମ୍ ହୋଇଯାଇଥିଲା ସନ୍ଧ୍ୟା 5ଟା। କିନ୍ତୁ ଆଜି ମୁଁ ସେଇ ପୋଖରୀ କୂଳରେ ଥିବା ଘାସ ପଡ଼ିଆରେ ମୋ ଗାଈକୁ ସେଇଠାରେ ଚରଉଥାଏ। ଆଉ ସେତେବେଳେ ମୁଁ ମନେ ମନେ ଭାବୁଥାଏ କି ଏପଟେ ତ ସନ୍ଧ୍ୟା ହୋଇ ଆସିଲାଣି, ଆଉ ଏ ଜାଗାଟି ମଧ୍ୟ ଜମାରୁ ଭଲ ନୁହେଁ। ଆଉ ମୁଁ ଯାଉଛି ସନ୍ଧ୍ୟା ହେବା ଆଗରୁ ଘରକୁ ମୁଁ ଫେରିଯିବି। ଏମିତି ଭାବିଲା ପରେ ମୁଁ ସେ ଜାଗାରୁ ମୋ ଗାଈକୁ ସାଥିରେ ଧରି ଘରକୁ ଆସିବା ପାଇଁ ଯେତେବେଳେ ବାହାରିଥାଏ, କିନ୍ତୁ ସେହି ସମୟରେ ସେଇ ପୋଖରୀ ଭିତରୁ ଗୋଟେ ଶବ୍ଦ ଆସିଲା। ଆଉ ସେ ଶବ୍ଦଟି ଏମିତି ଥିଲା ଯେମିତି କେହି ତ ଜଣେ ସେଇ ପୋଖରୀ ଭିତରେ ଗାଧୋଉଛି। ମୁଁ ସେ ଶବ୍ଦ ଶୁଣିକି ଟିକେ ସେଠି ଚମକି ପଡ଼ିଥାଏ। ମୁଁ ସେତେବେଳେ ମନେ ମନେ ଭାବୁଥାଏ, ଇଏ ସିଏ ନୁହେଁ ତ ଯିଏ ମଣିଷମାନଙ୍କୁ ଜିଅନ୍ତା ଖାଇଯାଉଥିଲା। ମୁଁ ଏମିତିକା ସେଠାରେ ଭାବୁଥାଏ। କିନ୍ତୁ ସେହି ସମୟରେ ପୁଣି ଆଉ ଥରେ ସେଇ ପୋଖରୀ ଭିତରୁ ପୁଣି ଶବ୍ଦ ହେଲା। ଯେତେବେଳେ ପୁଣି ଥରେ ଶବ୍ଦ ହେଲା, ମୁଁ ଟିକେ ସାହସ କରିକି ସେଇ ପୋଖରୀ ବନ୍ଧ ଉପରକୁ ଗଲି। ମୁଁ ଦେଖିବାକୁ ଚାହୁଁଥିଲି ସେ କିଏ। ଆଉ ମୁଁ ଯେତେବେଳେ ପୋଖରୀ ବନ୍ଧ ଉପରକୁ ଗଲି, ସେତେବେଳେ ମୁଁ ସେଠି ଦେଖିଲି ସେ ପୋଖରୀ କୂଳରେ ବହୁତ ଗୁଡ଼ିଏ ମାଛ ସେଇ ପୋଖରୀ କୂଳରେ ହିଁ ଖେଳୁଛନ୍ତି। ଆଉ ସେ ମାଛମାନଙ୍କୁ ମୁଁ ଦେଖିଲା ପରେ ମୋର ଟିକେ ଲୋଭ ଆସିଯାଇଥିଲା। କାହିଁକି ନା ସେ ମାଛ ଗୁଡ଼ିକ ଛୋଟ ମାଛ ନଥିଲେ, ସିଏ ସବୁ ବହୁତ ବଡ଼ ବଡ଼ ମାଛ ଥିଲେ। ଆଉ ସେହି ସମୟରେ ମୋ ମୁଣ୍ଡକୁ ଗୋଟେ ବୁଦ୍ଧି ଜୁଟିଲା। ମୁଁ ତୁରନ୍ତ ମୋ ଗାଈକୁ ସାଥିରେ ଧରି ଘରକୁ ଫେରି ଆସିଲି। ଆଉ ମୁଁ ମୋ ଘରକୁ ଆସିଲା ପରେ ମୁଁ ମୋ ଗାଈକୁ ଗୁହାଳରେ ବାନ୍ଧି ଦେଇ ମୁଁ ବାହାରି ପଡ଼ିଲି ସେଇ ପୋଖରୀ କୂଳକୁ ଯିବା ପାଇଁ। କାହିଁକି ନା ସେଇ ମାଛ ଗୁଡ଼ିକକୁ ମୁଁ ଦେଖିଲା ପରେ ମୋତେ ଟିକେ ଲୋଭ ଲାଗିଯାଇଥିଲା। କିନ୍ତୁ ମୋ ପାଖରେ ଥିବା ଜାଲକୁ ଧରି ମୁଁ ବାହାରି ପଡ଼ିଥିଲି ସେଇ ପୋଖରୀକୁ ମାଛ ଧରିବା ପାଇଁ। କିନ୍ତୁ ମୁଁ ଗଲାବେଳେ ସନ୍ଧ୍ୟା ଟିକେ ଟିକେ ହୋଇ ଆସିଥିଲା। ଆଉ ସେଠି ପହଞ୍ଚିଲା ପରେ ମୁଁ ତୁରନ୍ତ ମୋ ଜାଲକୁ ସେଇ ପୋଖରୀ ଭିତରକୁ ପକାଇଲି। ଯେମିତି ମୁଁ ଗୋଟେ ଖେପା ଜାଲ ପକାଇଛି, ସେତେବେଳେ ମୋ ଜାଲରେ ବହୁତ ଗୁଡ଼ିଏ ମାଛ ପଡ଼ି ସାରିଥିଲେ। ଆଉ ଯେତେବେଳେ ପୋଖରୀ ଭିତରୁ ମୁଁ ମୋ ଜାଲ ଉଠେଇକି ଆଣିଲି, ସେ ମାଛ ସବୁକୁ ଦେଖିଲା ପରେ ମୁଁ ଟିକେ ଖୁସି ହୋଇଯାଇଥାଏ। ଆଉ ସେତେବେଳେ ମୋର ମନେ ପଡ଼ିଲା କି ମୁଁ ଏବେ ଯେଉଁ ଜାଗାରେ ଅଛି, ଏ ଜାଗାଟି ଜମାରୁ ଭଲ ନୁହେଁ। ଆଉ ଏପଟେ ସନ୍ଧ୍ୟାବେଳ ବି ହୋଇ ଆସିଲାଣି। ଆଉ ସେତେବେଳେ ମୁଁ ଭାବିଲି ମୋ ଜାଲକୁ ଏଇ ପୋଖରୀ ଭିତରେ ପକାଇ ଦେଇ ମୁଁ ଘରକୁ ଚାଲିଯିବି। ଆଉ ସକାଳ ହେଲା ମାତ୍ରେ ମୁଁ ଜାଲ ଉଠାଇବା ପାଇଁ ପୁଣି ଆସିବି। ଆଉ ସେତେବେଳେ ତ ମୋ ଜାଲରେ ବହୁତ ମାଛ ଲାଗିଯାଇଥିବେ। ଏମିତି ମୁଁ ଭାବିଲା ପରେ ମୋ ଜାଲକୁ ସେଇ ପୋଖରୀ ଭିତରେ ପକାଇ ଦେଇ ଘରକୁ ଚାଲି ଆସିଲି। ଆଉ ମୁଁ ଯେତେବେଳେ ଘରକୁ ଫେରିଲି, ସେତେବେଳେ ମୋ ସ୍ତ୍ରୀ ମାୟା ଏତେ ମାଛ ଦେଖିକି ପୁରା ଖୁସି ହୋଇଯାଇଥାନ୍ତି। ଆଉ ସେତେବେଳେ ମୋ ସ୍ତ୍ରୀ ମାୟା ମୋତେ ପଚାରିଲେ, ତମେ ଏ ମାଛ କେଉଁଠୁ ଆଣିଲ? ମୁଁ ସେତେବେଳେ ସବୁ କଥା ତାଙ୍କୁ ବୁଝେଇକି କହିଥିଲି। ଆଉ ଏକଥା ମାୟା ଯେତେବେଳେ ଶୁଣିଲେ, ସେତେବେଳେ ସିଏ କହିଲେ କି ତମେ ଠିକ୍ କରିଛ। ରାତି ହେବା ଆଗରୁ ତମେ ସେ ଜାଗାରୁ ଘରକୁ ଭଲରେ ଭଲରେ ଫେରି ଆସିଛ।
କାହିଁକି ନା ସେ ପୋଖରୀରୁ ଆଜି ପର୍ଯ୍ୟନ୍ତ କେହି ବି ଲୋକ ମାଛ ଧରିକି ଆଣିନଥିଲେ। ଆଉ ସେ ପୋଖରୀରେ ଯିଏ ବି ରହୁଛି ତା ବିଷୟରେ କଥା ହେବାକୁ ମଧ୍ୟ ଡର ଲାଗେ। ଆଉ ଏକଥା ମଧ୍ୟ ମାୟା ମୋତେ କହିଥିଲେ କି ତମେ ଯଦି ସେ ପୋଖରୀରେ ଜାଲ ପକେଇକି ଆସିଛ ତାହେଲେ ତମେ ସକାଳ ହେଲା ପରେ ଜାଲ ଉଠାଇବା ପାଇଁ ଯିବ। ଆଉ ତମେ ଭୋରୁ ଭୋରୁ ଯିବ ନାହିଁ, ସକାଳ ହେଲା ପରେ ଯାଇକି ତମେ ସେଠିକି ଯିବ। ଆଉ ଏମିତି ଆମେ ସ୍ୱାମୀ ସ୍ତ୍ରୀ ଦୁହେଁ କଥା ହେଲା ପରେ ଆମେ ସେଦିନ ରାତିରେ ଖିଆପିଆ କରି ଶୋଇପଡ଼ିଥିଲୁ। କିନ୍ତୁ ରାତି 3ଟାରେ ମୋର ନିଦ ଭାଙ୍ଗିଗଲା। ଆଉ ମୁଁ ଯେତେ ବି ଚେଷ୍ଟା କଲି ମୋତେ ଆଉ ନିଦ ହେଲାନି, କାହିଁକି ନା ମୋର ମନ ସେଇ ମାଛ ଉପରେ ଥାଏ। କେମିତି ସକାଳ ହେଲେ ମୁଁ ସେଇ ପୋଖରୀ ପାଖକୁ ଯିବି। କିନ୍ତୁ ସେତେବେଳକୁ ସମୟ ହୋଇଥିଲା ରାତି 3ଟା ସମୟ। ଆଉ ମୋ ପାଖରେ ମୋ ସ୍ତ୍ରୀ ମାୟା ମଧ୍ୟ ଶୋଇଥାନ୍ତି। ଏମିତି ଦେଖୁ ଦେଖୁ 1 ଘଣ୍ଟା ବିତିଗଲା। ଆଉ ସେତେବେଳେ ମୁଁ ବାହାରି ପଡ଼ିଲି ସେଇ ପୋଖରୀ ପାଖକୁ ଯିବା ପାଇଁ, କାହିଁକି ନା ଆଉ କିଛି ସମୟ ପରେ ସକାଳ ହେବ। ସେଥିପାଇଁ ମୁଁ ମାୟାଙ୍କୁ ନିଦରୁ ନ ଉଠେଇକି ମୁଁ ବାହାରି ପଡ଼ିଲି ସେ ଜାଗାକୁ ଯିବା ପାଇଁ। ଆଉ ମୁଁ ରାସ୍ତାରେ ଗଲାବେଳେ ଖାଲି ଭାବୁଥାଏ କି ଆଜି ମୋ ଜାଲରେ ଅଧିକ ମାଛ ପଡ଼ିଯାଇଥିବେ। ଏମିତି ଭାବି ମୁଁ ଆଗକୁ ବଢ଼ୁଥାଏ। ଆଉ ସେତେବେଳକୁ ତ ରାତି ପାଇନଥିଲା। ମୁଁ ମୋ ହାତରେ ଗୋଟେ ଲଣ୍ଠଣକୁ ଧରି ଆଗକୁ ବଢ଼ୁଥାଏ। କିନ୍ତୁ ଲଣ୍ଠଣ ଆଲୁଅରେ ବେଶୀ ବାଟ ଦେଖାଯାଉନଥାଏ। ଆଉ ସେଥିପାଇଁ ମୁଁ ମୋ ପାଦ ଚିପି ଚିପି ଆଗକୁ ବଢ଼ୁଥାଏ। ଆଉ ମୁଁ ଯେତେବେଳେ ସେଇ ପୋଖରୀ ପାଖରେ ଯାଇ ପହଞ୍ଚିଲି ସେତେବେଳେ କାହିଁକି କେଜାଣି ସେ ଜାଗାଟି ପୁରା ଖାଁ ଖାଁ ଲାଗୁଥିଲା। ଏମିତି ଲାଗୁଥିଲା ଯେମିତି ଆଜି ରାତିର ସମୟଟି ଯେମିତି ଆଉ ଆଗକୁ ବଢ଼ୁନି, ମାନେ ଆଜି ରାତିର ସମୟଟି ଏଇଠାରେ ଅଟକି ଯାଇଛି। ଏମିତି କିଛି ସମୟ ଠିକ୍ ମୁଁ ଯାଇକି ସେଇ ପୋଖରୀ ପାଖରେ ଯାଇ ପହଞ୍ଚିଲି। ଆଉ ସେଠି ପହଞ୍ଚିଲା ପରେ ମୁଁ ମୋ ଜାଲ ପକାଇଥିବା ଜାଗାକୁ ଗଲି। କିନ୍ତୁ ସେହି ସମୟରେ ମୋର ନଜର ପଡ଼ିଲା ସେଇ ପୋଖରୀ ଭିତରକୁ, ମାନେ ପୋଖରୀର ପୁରା ମଝିରେ ଗୋଟେ ଲୋକର ଛାଇ ଦେଖାଯାଉଥିଲା। ସେତେବେଳେ ମୁଁ ସେ ଛାଇକୁ ଅନେଇଥାଏ, କିନ୍ତୁ ମୋ ଲଣ୍ଠଣ ଆଲୁଅରେ ମୁଁ ତାକୁ ଠିକ୍ ସେ ଦେଖିପାରୁନଥାଏ। ଆଉ ମୁଁ ମନେ ମନେ ଭାବୁଥାଏ କିଏ ଇଏ? ଆଉ ଇଏ ସିଏ ନୁହେଁ ତ ଯିଏ ମଣିଷମାନଙ୍କୁ ଜିଅନ୍ତା ଖାଇ ଦେଉଥିଲା? ଏମିତି ଭାବିକି ମୁଁ ମୋ ଜାଲ ପକାଇଥିବା ଜାଗାରେ ହିଁ ଯାଇକି ଛିଡ଼ା ହୋଇଥାଏ। କିନ୍ତୁ ସେହି ସମୟରେ ମୁଁ ଦେଖିଲି ସେ ଛାଇଟି ମୋ ଜାଲ ଆଡ଼େ ଆସୁଥିଲା। ଆଉ ମୁଁ ଯେତେବେଳେ ତାକୁ ଦେଖିଲି ସିଏ ମୋ ଜାଲ ଆଡ଼େ ଆସୁଛି, ମୁଁ ସେତେବେଳେ ମୁଁ 2 ପାଦ ଟିକେ ପଛକୁ ଚାଲି ଆସିଲି। ଆଉ ମୁଁ ଗୋଟେ ବୁଦା ମୂଳେ ତାକୁ ଲୁଚିକି ଦେଖୁଥାଏ, କାହିଁକି ନା ସେତେବେଳକୁ ମୁଁ ପୁରା ଡରି ଯାଇଥାଏ। ଆଉ ସେ ଛାଇଟି ଯେତେବେଳେ ମୋ ଜାଲର ପାଖାପାଖିରେ ଟିକେ ପହଞ୍ଚିଲା ସେତେବେଳେ ମୁଁ ଦେଖିଲି ସିଏ କୌଣସି ମଣିଷ ନଥିଲା। ସିଏ ମଣିଷ ଭଳି ଦେଖାଯାଉଥିବା ଗୋଟେ ଶୈତାନ ଥିଲା। କାହିଁକି ନା ତା ଚେହେରାଟି ଅତି ଭୟଙ୍କର ଭାବରେ ତା ମୁହଁ ପୁରା ପୋଡ଼ି ଯାଇଥିଲା। ଆଉ ଗୋଟେ ଆଶ୍ଚର୍ଯ୍ୟର କଥା କି ସିଏ ଯିଏ ବି ଥିଲା ସିଏ ପାଣି ଉପରେ ଉପରେ ଚାଲୁଥାଏ। ଆଉ ମୁଁ ଯେତେବେଳେ ଏତେ ଭୟଙ୍କର ଦୃଶ୍ୟ ଦେଖିଲି ସେତେବେଳେ ମୋ ଦେହଟା ପୁରା ଥରି ଉଠିଲା। ଆଉ ମୁଁ ଜାଣିସାରିଥିଲି ମୁଁ ଏ ଜାଗାରୁ ମାନେ କବଳରୁ
ଆଉ ଘରକୁ ଫେରି ପାରିବି ନାହିଁ। ଆଉ ମୁଁ ତାକୁ ଦେଖୁ ଦେଖୁ ସିଏ ମୋ ଜାଲ ପାଖକୁ ଚାଲି ଆସିଲା। ଆଉ ସିଏ ମୋ ଜାଲ ପାଖକୁ ଆସିଲା ପରେ ମୋ ଜାଲରେ ପଡ଼ିଥିବା ମାଛମାନଙ୍କୁ ଧରି ସିଏ ସେଇଠାରେ ଖାଇବାକୁ ଲାଗିଲା। ଆଉ ସିଏ ଯେତେବେଳେ ମୋ ଜାଲରୁ ମାଛ ଖାଉଥିଲା ସେତେବେଳେ ମୁଁ ତାକୁ ଦେଖିଲା ପରେ ଯେମିତି ମୋ ଦେହରେ ଆଉ ଜୀବନ ହିଁ ନଥିଲା। କାହିଁକି ନା ସେତେବେଳକୁ ମୁଁ ପୁରା ଡରି ଯାଇଥାଏ। ଆଉ ସେତେବେଳେ ମୁଁ କ'ଣ କରିବି ମୁଁ ନିଜେ କିଛି ବି ବୁଝିପାରୁନଥାଏ। ଆଉ ସେହି ସମୟରେ ମୁଁ ଟିକେ ସାହସ କରିକି ମୋ ଜୀବନ ବଞ୍ଚାଇବା ପାଇଁ ମୁଁ ପଛକୁ ବୁଲି ଧୀରେ ଧୀରେ ମୁଁ ଘର ଆଡ଼କୁ ଯିବାକୁ ଲାଗିଲି। କିନ୍ତୁ କାହିଁକି କେଜାଣି ମୋତେ ସେହି ସମୟରେ ଲାଗିଲା ଯେମିତି ମୋ ପଛରେ ପଛରେ କେହି ତ ଜଣେ ମୋ ପଛରେ ଆସୁଛି। ଆଉ ସେତେବେଳେ ମୁଁ ପଛକୁ ବୁଲି ଦେଖିବା ପାଇଁ ମୋର ଆଉ ସାହସ ହେଉନଥାଏ। କିନ୍ତୁ ମୁଁ କିଛି ବାଟ ଆସିଲା ପରେ ମୁଁ ପଛକୁ ବୁଲିକି ଦେଖିଲି। ଆଉ ସେତେବେଳେ ମୋ ପଛରେ ଠିଆ ହୋଇଥିଲା ସିଏ, ଯିଏ ମୋ ଜାଲରୁ ଟିକେ ପୂର୍ବରୁ ମାଛ ଖାଉଥିଲା। ଆଉ ସିଏ ତାର ବଡ଼ ବଡ଼ ଆଖିରେ ମୋତେ ସେମିତି ଅନାଇଥାଏ। ଆଉ ସିଏ ସେହି ସମୟରେ ହଠାତ୍ ମୋ ଉପରକୁ ଜମ୍ପ ମାରିଲା। ଆଉ ସକାଳ ହେଲା ପରେ ମୋ ସ୍ତ୍ରୀ ମାୟା ଆଉ ତା ସାଙ୍ଗରେ ଆମ ଗାଁର କିଛି ଲୋକେ ଏମିତି ସମସ୍ତେ ସାଥି ହେଇକି ମୋତେ ଖୋଜିବା ପାଇଁ ଆସିଥିଲେ। ଆଉ ମୋତେ ସେଇ ପୋଖରୀ ଯିବା ରାସ୍ତାରେ ହିଁ ମୋତେ ପାଇଥିଲେ। କିନ୍ତୁ ସେଠି ମୁଁ ବେହୋସ ଅବସ୍ଥାରେ ପଡ଼ିଥିଲି। ଆପଣମାନେ ଭାବୁଥିବେ ମୁଁ ସେଇ ମଣିଷଖିଆ ପେଟ ପାଖରୁ ସେଦିନ ରାତିରେ କେମିତି ବଞ୍ଚି ଯାଇଥିଲି। ନାଇଁ ଆଜ୍ଞା, ମୁଁ ବଞ୍ଚି ଯାଇଥିଲି ସତ, କିନ୍ତୁ ସେଇ ମଣିଷଖିଆ ପେଟ ମୋତେ ଅଧା ଖାଇ ଦେଇଥିଲା। କାହିଁକି ନା ମୋ ଗୋଡ଼ ଦୁଇଟା ସିଏ ଖାଇ ଦେଇଥିଲା। କାହିଁକି ନା ସିଏ ଯେତେବେଳେ ମୋ ଉପରକୁ ସେଦିନ ରାତିରେ ଡେଇଁଥିଲା, ଡେଇଁକି ଯେତେବେଳେ ମୋତେ ସିଏ ଜିଅନ୍ତା ଖାଉଥିଲା ସେତେବେଳେ ସକାଳ ପାଇଯାଇଥିଲା। ଆଉ ସେଦିନ ସିଏ ମୋତେ ଅଧାଖିଆ ଅବସ୍ଥାରେ ମୋତେ ଛାଡ଼ିକି ସିଏ ଚାଲି ଯାଇଥିଲା। ସେଥିପାଇଁ ମୋ ଜୀବନ ସେଦିନ ରାତିରେ ବଞ୍ଚି ଯାଇଥିଲା। ତ ସାଙ୍ଗମାନେ, ଆପଣମାନଙ୍କୁ ଏହି କାହାଣୀଟି କେମିତି ଲାଗିଲା? ଯଦି ବି ଭଲ ଲାଗିଥିବ ମୋତେ କମେଣ୍ଟ ବକ୍ସରେ ନିହାତି ଜଣାଇବେ। ଆଉ ସେ ପୋଖରୀରେ ଯିଏ ବି ଥିଲା ସିଏ କିଏ ଥିଲା? ଆଉ ସିଏ ଏତେ ଭୟଙ୍କର ଭାବରେ ଲୋକମାନଙ୍କୁ କାହିଁକି ମାରୁଥିଲା? ଯଦି ଆର ଏ ଷ୍ଟୋରିର ପାର୍ଟ 2 ଆଣିବା ପାଇଁ କହିବେ, ମୁଁ ଯେମିତି ହେଲେ ଚେଷ୍ଟା କରିବି ଆର ପାର୍ଟ 2 ଆଣିବା ପାଇଁ। ଆଉ ଆପଣମାନେ କମେଣ୍ଟରେ ମୋତେ ଲେଖିକି ଜଣାନ୍ତୁ କି ଆର ପାର୍ଟ 2 ଆଣିବା କି ନାହିଁ। ତ ସାଙ୍ଗମାନେ, ତାହେଲେ ରହୁଛି, ଦେଖା ହେବା ଆଉ ଗୋଟେ ନୂଆ କାହାଣୀରେ। ଜୟ ଜଗନ୍ନାଥ।